ଖ୍ରୀଷ୍ଟ ପ୍ରେମରେ ମୋର ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ପ୍ରେମର ନମସ୍କାର। ଯୀଶୁଙ୍କ ଠାରେ ଆରୋଗ୍ୟ ପ୍ରାପ୍ତ କରନ୍ତୁ। ଯୀଶୁ ସୁସ୍ଥ ଦାତା, ଯୀଶୁ ରୋଗ ସୁସ୍ଥକାରୀ ପରମେଶ୍ୱର। ସେ ଜିହୋବା ରାଫା। ଯାତ୍ରା ପୁସ୍ତକ 15 ଅଧ୍ୟାୟ 26 ପଦରେ ଲେଖା ଅଛି, ଅନନ୍ତର ପରମେଶ୍ୱର ଆପଣାର ଆଜ୍ଞା ଓ ଅଧ୍ୟାଦେଶ ଆପଣାର ଇସ୍ରାଏଲୀୟ ଜନତାଙ୍କୁ ପ୍ରଦାନ କଲେ। ତୁମେ ଯେବେ ମୋର ମୁଖ ନିଃସୃତ ବାକ୍ୟ ଓ ଆଜ୍ଞା ପାଳନ କରିବ ଓ ମୋ ସମ୍ମୁଖରେ ନୀତିନିଷ୍ଠ ଜୀବନ ଅତିବାହିତ କରିବ, ମୋର ଆଜ୍ଞା ଦ୍ୱାରା ଯଦି ତମେ ପରିଚାଳିତ ହବ, କଦାପି ମୁଁ ତୁମ ଉପରେ କୌଣସି ଭୟାନକ ରୋଗ ପ୍ରେରଣ କରିବି ନାହିଁ। ଯେଉଁପରି ଦଣ୍ଡ ଓ ରୋଗ ମୁଁ ଇଜିପ୍ତିୟ ମାନଙ୍କ ଉପରେ ଆଣିଥିଲି, ତଦ୍ରୂପ ମୁଁ ତୁମକୁ ରୋଗଗ୍ରସ୍ତ କରିବି ନାହିଁ। ଆଜି ଆମେ ଦେଖୁଛୁ ଏହି ମହାମାରୀର ଦ୍ୱିତୀୟ ଲହରରେ ସାରା ବିଶ୍ୱ ଭୟଭୀତ ଓ ପ୍ରକମ୍ପିତ ଆତଙ୍କିତ। ମୃତ୍ୟୁର ଲହରୀ ବର୍ତ୍ତମାନ ସମଗ୍ର ଦେଶ ଓ ଜାତିକୁ ଗ୍ରାସ କରିଅଛି। ଜିହୋବା ରାଫା ସେ କହନ୍ତି, ମୋର ଆଜ୍ଞା ତମେ ପାଳନ କର, ତୁମ ଉପରେ ମୁଁ କୌଣସି ଭୟାନକ ରୋଗ ପ୍ରେରଣ କରିବି ନାହିଁ। କିନ୍ତୁ ଆଜି ଆମେ ପ୍ରଥମ ଲହରରେ ଦେଖିଲେ ମନୁଷ୍ୟ ଜାତି କିପରି ଭାବରେ ମହାମାରୀ ଆସି ଅସଂଖ୍ୟ ପ୍ରାଣ ଆମ ପୃଥିବୀରୁ ବିଦାୟ ନେଲା। ତଥାପି ଆମଠାରେ ନା ଅଛି ପରିବର୍ତ୍ତନ, ନା ଅଛି ନମ୍ରତା, ନା ଅଛି ଅନୁତାପ, ନା ଅଛି ବିଶ୍ୱସ୍ତତା, ନା ଦେଖାଗଲା ଈଶ୍ୱର ଭୟ, ନା ପ୍ରଭୁଙ୍କ ଠାରେ ପ୍ରତ୍ୟାବର୍ତ୍ତନ। ଆମେ ଦେଖୁ ଯେ ମହାକାଶ ଯାତ୍ରା କରୁଥିବା, ମହାକାଶ ଯାନରେ ଯାଉଥିବା ମହାକାଶ ଯାତ୍ରୀ ମାନେ ଦିଆଯାଇଥିବା ପ୍ରତିଟି ନିୟମକୁ ସେମାନେ ବିଶ୍ୱସ୍ତ ଭାବରେ ନିଖୁଣ ଭାବରେ ପାଳନ କରନ୍ତି, ଯଦ୍ୱାରା ସେମାନଙ୍କର ମହାକାଶ ଯାତ୍ରା ସଫଳ ହୁଏ। ଯଦି ଟିକିଏ ବି ତ୍ରୁଟି କରନ୍ତି ନୀତି ନିୟମ ପାଳନରେ, ବ୍ୟବସ୍ଥାର ଖିଲାପ ହୋଇଗଲା ମାତ୍ରେ ସମ୍ପୂର୍ଣ୍ଣ ଯାତ୍ରାଟି ବାଧାପ୍ରାପ୍ତ ହୁଏ, ବିଫଳ ହୁଏ। ଅଚିରେ ସେମାନଙ୍କର ପ୍ରାଣ ଓ ସମସ୍ତ ଉଦ୍ଯୋଗ ଓ ବିନିଯୋଗର ସମସ୍ତ ଅର୍ଥ ବ୍ୟର୍ଥ ଯାଏ। ଠିକ୍ ସେହିପରି ଏ ସାରା ପୃଥିବୀ ଏକ ନୂତନ ଗ୍ରହ ଅଟେ। ଏହି ପୃଥିବୀ ତଦ୍ରୂପ ଏକ ଆମ ପାଇଁ ବ୍ୟବସ୍ଥା ମଧ୍ୟରେ ଯାତ୍ରା କରିବା ଗୋଟିଏ ଗ୍ରହ। ଏହି ଗ୍ରହରେ ଜୀବନ ଧାରଣ କରିବା ପାଇଁ, ଏକ ସଫଳ ଜୀବନ ଅତିବାହିତ କରିବା ପାଇଁ ପରମେଶ୍ୱରଙ୍କର ନିୟମକୁ ଆମେ ପାଳନ କରିବା। ଯେଉଁ ନିୟମ ଆମକୁ ଜୀବିତ ରଖିବ, ସେହି ନିୟମ ଆମକୁ ସୁରକ୍ଷିତ ରଖିବ ସ୍ୱର୍ଗ ପ୍ରବେଶ କରିବା, ପରମେଶ୍ୱରଙ୍କର ସନ୍ତାନ ହେବାରେ, ଆଉ ରୋଗରୁ ମୁକ୍ତ ରହିବା, ଈଶ୍ୱରଙ୍କ କ୍ରୋଧ ଓ ଅଭିଶାପରୁ ମୁକ୍ତ ହେବାରେ ଆମକୁ ସାହାଯ୍ୟ କରିବ। ସାମ ସଙ୍ଗୀତ 103:2-5 ଏଠାରେ ଦେଖୁ, ଅନନ୍ତର ପରମେଶ୍ୱର ଯିଏ ପାପ ମୋଚନକାରୀ ଈଶ୍ୱର, ଯିଏ ଆମମାନଙ୍କର ସକଳ ପାପ ତାପକୁ ସେ କ୍ଷମା କରନ୍ତି ଓ ଆମର ସକଳ ରୋଗକୁ ଆରୋଗ୍ୟ ଦିଅନ୍ତି। ପୁଣି ଆମକୁ ସେ ସାହାଯ୍ୟ କରନ୍ତି ଆମର ଶକ୍ତିକୁ ନବୀକୃତ କରିବା ପାଇଁ। ଆମେ ଦେଖୁ ଇଗଲ ଯେପରିକି ତାର ପୁରାତନ ପରଗୁଡ଼ିକୁ ସିଏ ଖୁମ୍ପି ଆପଣାର ଶକ୍ତ ଥଣ୍ଟ ଦ୍ୱାରା ତାକୁ ଖୁମ୍ପି ତାକୁ ବାହାର କରିଦିଏ, ଯେପରି ନୂଆ ପର ତାଠାରେ ସୃଷ୍ଟି ହେବ। ଆଉ ତାର ପର ଯେହେତୁ ଘଞ୍ଚରେ ରହେ, ଉଡ଼ିବାରେ ତାହା ବାଧା ହୁଏ। ତେଣୁ ତାର ନୂତନ ପର ଆସିବା ପାଇଁ ପୁରାତନ ଗୁଡ଼ିକୁ ସେ ଖୁମ୍ପି ବାହାର କରେ, ଯେପରି ତାର ଉଡ଼ିବାରେ କଦାପି ତାହା ବାଧା ସୃଷ୍ଟି ନ କରେ। ଏହି ହେତୁ ସେ ସଦା ସନ୍ତତ ତାର ଥଣ୍ଟ ଦ୍ୱାରା ଆଘାତ କରି ଚାଲେ ପ୍ରତିଟି ପରଟିକୁ, ଆଉ ପୁରାତନ ପରକୁ ବାହାର କରି ନୂତନ ପର ଲାଭ କରିବା ପାଇଁ। ଆଉ ସେ ଯେତେବେଳେ ପାଇଯାଏ ନୂତନ ପର, ତାର ଉଡ଼ିବାରେ ଡେଣାରେ ଅବକ୍ଷରେ ତାର ପର ଅଭାବ ନଥିବା ହେତୁ ଉଡ଼ିବାରେ ତାର କୌଣସି ସଙ୍କଟ ଆଉ ସମସ୍ୟା ଦେଖାଯାଏ ନାହିଁ। ତେଣୁ ସମସ୍ତ ପକ୍ଷୀ ମଧ୍ୟରେ ସେ ଏକ ଶକ୍ତିଶାଳୀ ଓ ଦୀର୍ଘ ପଥ ଉଚ୍ଚ ଆକାଶରେ ନିର୍ଦ୍ୱନ୍ଦ୍ୱରେ ଦୀର୍ଘକାଳ ଜୀବନ ବିତାଇ ଉଡ଼ିପାରିବା ଏକ ଶକ୍ତ ପକ୍ଷୀ ଅଟେ। ଆଜି ସେଇ ପକ୍ଷୀର ଶକ୍ତିକୁ ଯେପରି ପରାତ୍ପର ପରମେଶ୍ୱର ନୂତନ ପର ଦେଇ ନବୀକୃତ କରନ୍ତି, ଆମେ ଯଦି ଅନୁତାପ କରିବା, ପାପ ତାପ ଦୋଷ ତ୍ରୁଟିକୁ ତ୍ୟାଗ କରିବା, ଈଶ୍ୱର ଆମଠାରେ ନବୀକୃତ କରିବେ ଆମର ଜୀବନ ଆତ୍ମା ଓ ଶକ୍ତିକୁ। ତେବେ ଆମେ ହେବା ଈଶ୍ୱରଙ୍କ ଠାରେ ବଳିୟାନ। ଲୁକ୍ ପୁସ୍ତକର 7
1 ରୁ 17 ରେ ଆମେ ଦେଖୁ କାଫରନାଉମରେ ପ୍ରଭୁ ଯୀଶୁ କିଭଳି ଭାବରେ ଜଣେ ଶତ ସେନାପତିଙ୍କର ଦାସଙ୍କୁ ସେ ଆରୋଗ୍ୟ କରନ୍ତି। ପୁଣି ଆମେ ଜହନ ପୁସ୍ତକ 4 ଅଧ୍ୟାୟର 45 ରୁ 54 ପଦରେ ଏଠାରେ ଦେଖୁ ଆମେ ଜଣେ ରାଜକର୍ମଚାରୀଙ୍କର ପୁତ୍ର ଯେ ମୁମୂର୍ଷ ଅବସ୍ଥାରେ ଏ ଦୁଇଟି ଘଟଣାରେ ଆମେ ଦେଖୁ ପ୍ରଭୁ ଯୀଶୁ କିପରି ଭାବରେ ମୁମୂର୍ଷ ଅବସ୍ଥାରେ ଥିବା ଲୋକଙ୍କୁ ସେ ଆରୋଗ୍ୟ ଦିଅନ୍ତି। ସେଇ ଶତ ସେନାପତିଙ୍କର ଦାସକୁ ପୁଣି ଏଇ ରାଜକର୍ମଚାରୀଙ୍କର ମୁମୂର୍ଷ ଅବସ୍ଥାରେ ପଡିଥିବା ପୁତ୍ରଙ୍କୁ ସେ ତାଙ୍କୁ କେବଳ ନିଜର ବାକ୍ୟ କହି ଆଦେଶ ଦେଇ ଆରୋଗ୍ୟ ଦିଅନ୍ତି। କିନ୍ତୁ ଶତ ସେନାପତି ସେ ନିଜର ପଦବୀ ଓ ଶକ୍ତିକୁ ଗର୍ବ କରିନଥିଲେ। ଈଶ୍ୱରଙ୍କ ନିକଟରେ ନମ୍ର ହୋଇ ବିନତିର ସହିତ ସେ କେବଳ ଭିକ୍ଷା ମାଗିଥିଲେ, ପ୍ରଭୁ ତମେ ଯେବେ କେବଳ କହିଦେବ ତ ମୋର ଦାସ ଆରୋଗ୍ୟ ହେବେ। ଆଉ ତାଙ୍କର ବିଶ୍ୱାସରେ ବିସ୍ମିତ ହୋଇ ପ୍ରଭୁ ତାଙ୍କୁ ପ୍ରଶଂସାର ସହିତ କହିଥିଲେ ତାଙ୍କ ଦାସ ଆରୋଗ୍ୟ ହେବେ। ତଦ୍ରୂପ ଏଇ ରାଜକର୍ମଚାରୀଙ୍କର ପୁତ୍ର ଯୋଉ ମୁହୂର୍ତ୍ତରେ ଯୀଶୁ ତୁମର ପୁତ୍ର ଆରୋଗ୍ୟ ପ୍ରାପ୍ତ ହେବେ କହନ୍ତି, ସେହି ସମୟରେ ହିଁ ତାଙ୍କ ପୁତ୍ର ଯିଏ ମୃତ ପ୍ରାୟ ଥିଲେ ଜୀବନ ଫେରି ପାଆନ୍ତି। ତେଣୁ ପ୍ରଭୁ ଯୀଶୁଙ୍କ ଠାରେ ଜୀବନ ରହିଅଛି, ସ୍ୱାସ୍ଥ୍ୟ ରହିଅଛି, ଆରୋଗ୍ୟ କରିବାର ଶକ୍ତି ରହିଅଛି। ଦିନେ ଏକ ବଡ଼ ସମାବେଶରେ ମୋତେ ପ୍ରଚାର ପାଇଁ ସୁଯୋଗ ଥାଏ। ମୁଁ ଯାଇ ଯେତେବେଳେ ମଞ୍ଚକୁ ପହଞ୍ଚିବା ଆଗରୁ ଦେଖେ ତ ସେଇ ଗ୍ରାମର ଜଣେ ଯୁବକଙ୍କୁ ମୁମୂର୍ଷ ଅବସ୍ଥାରେ ଡାକ୍ତର କୌଣସି ଆଉ ତାର ଚିକିତ୍ସାର ଆଶା ନଥାଇ ନିରାଶରେ ଫେରାଇ ଦେଲେ। କାରଣ ସମସ୍ତ ଡାକ୍ତରୀ ଚିକିତ୍ସା ସେ ଯୁବକର ଶରୀରରେ ବ୍ୟର୍ଥ ଥିଲା। କାରଣ ତାର ସର୍ବାଙ୍ଗ ଫୁଲି ଯାଇଛି, ତାର ରକ୍ତ ସମ୍ପୂର୍ଣ୍ଣ ଦୂଷିତ ହୋଇଯାଇଛି, ତାର ଉଠିବା ଓ ଶଯ୍ୟାରୁ ନିଜର ପାର୍ଶ୍ୱ ବଦଳାଇବାର ମଧ୍ୟ ସାହସ ନାହିଁ, ଶକ୍ତି ନାହିଁ। ଏହି ଗଜପତି ଜିଲ୍ଲାର ଗୋଟିଏ ଗ୍ରାମରେ ତାହା ସେଇ ଯୁବକର ନାମ ଧର୍ମେଶ। ଗ୍ରାମବାସୀ ଓ ସମବେତ ଜନତା ମତେ ଅନୁରୋଧ କଲେ ଆପଣ ଟିକେ ପ୍ରୋଗ୍ରାମ ଯିବା ପୂର୍ବରୁ ଏହି ପୀଡ଼ିତ ଲୋକଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ପ୍ରଭୁ ତାଙ୍କୁ ଆରୋଗ୍ୟ ଯେପରି ଦେବେ। ଯେବେ ଯାଇ ସେଠାରେ ପ୍ରାର୍ଥନା କରୁ ତତ୍କ୍ଷଣାତ୍ ତାଙ୍କ ଦେହର ଫୁଲା ହଜିଯାଏ। ସେ ଯେ ନିଜ ଶଯ୍ୟାରୁ ଉଠି ପାରୁନଥିଲେ ସେ ସମ୍ପୂର୍ଣ୍ଣ ଭଲ ହୋଇ ଉଠିଲେ, ଦୌଡ଼ିଲେ, ସମ୍ପୂର୍ଣ୍ଣ 100ରୁ 100 ସୁସ୍ଥ ହେଲେ। ସମବେତ ଜନତା ବିସ୍ମିତ ହେଲେ ଆଉ ସେମାନେ ପ୍ରଭୁଙ୍କର ଗୌରବ ଗାନ କଲେ। ଯେଉଁ ଚିକିତ୍ସା ଡାକ୍ତରଙ୍କର କଠିନ ପରିଶ୍ରମ ଓ ଅନେକ ଉପଚାର ସତ୍ତ୍ୱେ ବିଫଳ ଥିଲା, ମାତ୍ର ପ୍ରଭୁଙ୍କର ନାମ ଉଚ୍ଚାରଣ କରି ପ୍ରାର୍ଥନା କରିବାର କ୍ଷଣକ ମଧ୍ୟରେ ଯୁବକଟି ଆରୋଗ୍ୟ ଆଉ ବର୍ତ୍ତମାନ ବି ସେ ଜୀବିତ। ସେ ଯୁବକଙ୍କର ନାମ ଧର୍ମେଶ। ତେବେ ସେଇ ଆରୋଗ୍ୟକାରୀ ପରମେଶ୍ୱର ଆଜି ମହାମାରୀରେ ଆକ୍ରାନ୍ତ ଏ ମାନବ ଜାତିକୁ ଦେଖନ୍ତି, ଏ ପ୍ରତ୍ୟେକ ପୀଡ଼ିତ ଆତଙ୍କିତ। କିନ୍ତୁ ତାଙ୍କ ଠାରେ ସେଇ ଯୋଉ ଶତ ସେନାପତି ଚିତ୍କାର କଲା ପରି ନିବେଦନ କଲା ପରି କରନ୍ତି ନାହିଁ କି ରାଜ କର୍ମଚାରୀ ଆପଣାର ପୁତ୍ରର ସୁସ୍ଥତା ନିମନ୍ତେ ନିବେଦନ କଲା ପରି ଡାକନ୍ତି ନାହିଁ ପ୍ରଭୁ ଯୀଶୁଙ୍କୁ। ଭଲ ଆମେ କୋଭିଡ-19 ର ସମସ୍ତ नीति नियम को आमे पालन करुचु, सोशल डिस्टेंस बा सामाजिक दूरता रक्षा करुचु, मास्क आमे व्यवहार करुचु, ताहा आम पई बाध्य ओ आम निमंते जरूरी रही अछि। किंतु ए समस्त तो शरीर रो विषय को आमे जागृत कले, किंतु पाप रो सोशल डिस्टेंस रखा जाई पारु नाही। आत्मा को जो पाप, शरीर को जो पाप विनाश करि पारे, भस्मीभूत करि पारे, ता पई आमे मास्क व्यवहार करि पारु नाहु, ता पई सैनिटाइजर आमे नै पारु नाहु। तार मास्क, तार सैनिटाइजर किछि नहो, केवल ईश्वरंकर वाक्य ओ आदेश निर्देश। लेव्य पुस्तकर 26 अध्याय 1 रु 14 पदरे एठारे आमे देखु ईश्वरंकर वाक्यर आदेशर आज्ञा बहतारे आम निमंते आसे आशीर्वाद ओ आरोग्यता। से आमको उद्धार करंती, रक्षा करंती, त्राही करंती आमर समस्त संकट। जदि आमे तांकर वाक्य को आदेश को पालन करिबा नै प्रभुकर क्रोध जात हुए। महाप्रति पुस्तकर 7 र 15 अध्याय एठारे आमे देखु जी आमे
प्रभुंकर आज्ञा को पालन कले आम पई प्रभुंकर क्रोध दूर हब, रोग आम ठारू दूर ही चली से कदापि आम पई कौनसी एक मारात्मक रोग आनिबे नहीं, आमको सी आतंकित करिवे नहीं। आमे जदि ईश्वरंकर आदेश रे चलिबा से आमको साहस देवे, शांति देवे, सुस्थ देवे, सुरक्षा देवे, आमको आरोग्य प्रदान करिवे। प्रथम सामुएल 2:6 पदरे एठारे आमे देखु ईश्वरंक ठारू आसे जीवन ओ मृत्यु, से एक ही परमेश्वर जे मानव जाति पई जीवन दियंती वो से भी आनंती मृत्यु। तेणु एई मृत्यु ओ जीवनर जे निर्धारण करंती से निर्धारणकारी नियंत्रण करुथिबा नियंतांक निकटरे आमको विनम्र अंतररे निवेदन करिबाकु पड़िबो, परिवर्तनर अंतररे दिबाकु पड़िबो। मधुरबंद नामक एई ओडिशार गोटे ग्राम रे प्राय प्रति सप्ताह रे से गांटी जाक मृत्यु गोटे घरे, एई सप्ताह तो तापर सप्ताह रे आउ गोटे घरे, एपरी गांटी सारा प्रति सप्ताहर अंतर रे मृत्यु खेलीगला। गां साहिबाला निष्पत्ति कले गां छाड़ी से माने चली जिबे। से माने सुनिबा को पाइले थोमा सुदर्शन नायक जे कि प्रभु को दर्शन पाइछंती से प्रार्थना करे निश्चय प्रभु क्षमा देवे, ए मृत्युर छाया हटाइबे। से माने आसंती मते अनुरोध करी तांको गारे गोटिए उपवास ओ प्रार्थनार समावेश डाकंती। जेते बेले आमे सेई सभा आयोजन कले, प्रार्थना कले, सेई दिन पर ठारू आउ सेई परि प्रति सप्ताह रे गोटिए मृत्यु थिला ताहा रहिला। आज आमन को पई सदा प्रभु परमेश्वर आदेश करंती, निर्देश करंती। एई महामारी रो द्वितीय लहर बेले आमे सारा विश्ववासी चिकित्सा पई आमे आप्राण उद्यम करूछु। शासन कला आज तार जागी रहुछि, समाज को किपरि सामाजिक दूरता रक्षा करी निरापदा देई पारिबो, किंतु आजी आम अंतर को आमे जगी पारुना हूं पापरु किपरि मुक्त रखिबा, ईश्वरंकर आज्ञा बहु होई तांकर कृपा करुणार योग्य हेबा। जदि आमे वास्तव रे ईश्वरंकर कृपा ओ सुरक्षा चाहू, ए महाक्रोध ओ महाकोप महामारी रु रक्षा पाइबा पई आशा करूछु। सारा विश्ववासी सकल मानव जाति जाति वर्ण धर्म निर्विशेष रे समस्त व्यक्ति वो समस्त जाति वो गोष्ठी जीशुଙ୍କ नामरे आत्मनाद करिबा आवश्यक अछि, कारण से ही आम शरीर को आत्मा को जीवन को सुस्थ करि पारंती, पाप क्षमा दे सर्व अभिशाप रु वो रोग रु आमको आरोग्य दे आमर जीवन बंधन को मुक्त करि पारंती, रक्षा करि पारंती। तेनु आसंतु जीशुଙ୍କ ठारे विश्वास करिबा, जाहଙ୍କ ठारो निर्गत हुए जीवन वो मृत्यु सेई आमर निर्वाहकारी परमेश्वर आमको जीवन देवे, महामारी द्वारा मृत्यु नुह। ए विश्वास नहीं आमे तांको विनती करिबा, विनम्र अंतररे भिक्षा मागिबा आरोग्य निमंते। आमे समस्ते वीडियो दर्शन करुथिबा व्यक्ति माने विश्वास रे से सुस्थदाता जीहोवा राफा जीशुଙ୍କୁ आमे सुस्थता पाई निवेदन करिबा। सेंटुरियन जेपरी भिक्षा मागिथिले, सत सेनापति से दिन जेपरी अपना दास पाई विनती कले ओ राजकर्मचारी अपना पुत्र पाई जेपरी सुस्थतार कामना करथिले, आज आमे निवेदन करिबा। ए सुस्थदाता जीवनदाता जीहोवा राफा प्रभु जीशु तुमरी नाम रे एई महामारी रो द्वितीय लहर रे पीड़ित प्रत्येक तुमर संतान मानकु सर्वविध महामारी रो प्रकोप रु तमे मुक्त कर, सुस्थ कर। ए धरा पृष्ठ रु महामारी रो समस्त शक्ति को तमे तिमिर अंधकार को नैता को अनंत अग्नि रे तमे भस्मीभूत कर। वो प्रत्येक तुमर पीड़ित संतान मानकु स्थायी और संपूर्ण सुस्थता दे तमे गौरव पाओ। विजय संभ्रम महिमा पराक्रम तुम्हारी हो बोली दिव्य पुत्र प्राणकर्ता नाजरेत यीशु नाम रे महिमा।